ଆଜିର ରାଶିଫଳ। ଏପ୍ରିଲ ମାସ 2 ତାରିଖ ଗୁରୁବାର, ଚୈତ୍ର ମାସ ଶୁକ୍ଳପକ୍ଷ, ତିଥି ପୂର୍ଣ୍ଣିମା, ଦିବା 7ଟା 16 ଗତେ ପ୍ରତିପଦା, ନକ୍ଷତ୍ର ହସ୍ତା, ସନ୍ଧ୍ୟା 6ଟା 8 ଗତେ ଚିତ୍ରା, ଚନ୍ଦ୍ର କନ୍ୟା, ଯୁଗ ଧ୍ରୁବ। ଆଜିର ସୂର୍ଯ୍ୟୋଦୟ ସମୟ 5ଟା 44, ସୂର୍ଯ୍ୟାସ୍ତ ସମୟ 5ଟା 58। ବୃଷ ରାଶିର ଘାତ ଚନ୍ଦ୍ର, ତୁଳା ଓ କୁମ୍ଭ ରାଶିର ଘାତ ବାର। ଆଜିର କାଳବେଳା ଓ ବାରବେଳା ଦିବା 2ଟା 50 ଗତେ 5ଟା 56 ମଧ୍ୟରେ, ବିଶୁଦ୍ଧି ବା ଅମୃତ ବେଳା ରାତ୍ରି 1ଟା 7 ଗତେ 3ଟା 32 ମଧ୍ୟରେ, ବିଶୁଦ୍ଧି ବା ମହେନ୍ଦ୍ର ବେଳା ଦିବା 7ଟା 22 ମଧ୍ୟ ଓ 2ଟା 34 ଗତେ 12ଟା 58 ମଧ୍ୟରେ। ଆଜି ପାଣି କଖାରୁ ଖାଇଲେ ଦେହ ପ୍ରତି ହାନିକାରକ ହୋଇଥାଏ। ଚାଲନ୍ତୁ 12ଗୋଟି ରାଶିର ନାମ ଜାଣିବା ଏବଂ କେମିତି ରହିଛି ଆପଣଙ୍କ ଦିନ ସେ ବିଷୟ ଜାଣିବା ପୂର୍ବରୁ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ। ପାଖରେ ଥିବା ବେଲ୍ ଆଇକନ୍ ଦେବେ, ଅଲ୍ ନୋଟିଫିକେସନ୍ ଅନ୍ କରିବେ, ଯାହାଫଳରେ ନୂଆ ନୂଆ ଭିଡ଼ିଓ ପାଇପାରିବେ। ପ୍ରଥମରେ ଦେଖିବା ମେଷ ରାଶି ବ୍ୟକ୍ତିମାନଙ୍କ ପାଇଁ। ବାଣିଜ୍ୟ ବ୍ୟବସାୟୀରେ ଆୟ ମଧ୍ୟମ ହେବ। କର୍ମରେ ଉନ୍ନତି କରିବେ। କର୍ମସ୍ଥାନ ସମସ୍ତ ବାଧାବିଘ୍ନ ଦୂର ହେବ। ଅଟକି ରହିଥିବା କାମ ସମ୍ପୂର୍ଣ୍ଣ ସୁଯୋଗ ପାଇବେ। ହୃତଧନ ଫେରି ପାଇବେ। ଆୟ ଅପେକ୍ଷା ବ୍ୟୟ କମ୍ ରହିବ। ଋଣମୁକ୍ତ ହେବା ପାଇଁ ଚେଷ୍ଟା କରିବେ। ମହିଳାମାନେ ଘରକରଣା ଜିନିଷକୁ କ୍ରୟ କରିବେ। ସେହିଭଳି ଦେଖିବା ବୃଷ ରାଶି ବ୍ୟକ୍ତିମାନଙ୍କ ପାଇଁ ଆକସ୍ମିକ ଧନ ଲାଭ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ। ବାଣିଜ୍ୟ ବ୍ୟବସାୟୀରେ ଆୟ ଉତ୍ତମ ହେବ। କର୍ମରେ ଉନ୍ନତି, ଦରମାରେ କିଛି ବୃଦ୍ଧି ଘଟିପାରେ। ମୂଲ୍ୟବାନ ଧାତୁ କିମ୍ବା ଭୂମି କ୍ରୟ କରିପାରନ୍ତି। ବିଦ୍ୟାର୍ଥୀ କ୍ରୀଡ଼ାଭିତ୍ତିକରେ ମନୋନିବେଶ କରିବେ। ମହିଳାମାନେ ସଞ୍ଚୟ କରିବେ। ସେହିଭଳି ଦେଖିବା ମିଥୁନ ରାଶି ବ୍ୟକ୍ତିମାନଙ୍କ ପାଇଁ କର୍ମରେ ଉନ୍ନତି କରିବା ପାଇଁ ଯୋଜନା କରିବେ ଓ ସେଥିରେ ସଫଳ ହେବାର ସମସ୍ତ ଦିଗକୁ ଅନୁଧ୍ୟାନ କରିବେ। ବାଣିଜ୍ୟ ବ୍ୟବସାୟୀ ପରିବହନରେ ଆୟ ମଧ୍ୟମ ହେବ। ନୂତନ କର୍ମ ଆରମ୍ଭ କିମ୍ବା ନୂତନ ନିଯୁକ୍ତିରେ ସମ୍ଭାବନା ରହିଛି। କର୍ମରେ ଆଗ୍ରହ ଓ ଆନ୍ତରିକତା ବୃଦ୍ଧି ପାଇବ। ପରିବାରର ସମସ୍ତ ସଦସ୍ୟଙ୍କ ସହଯୋଗ ପାଇବେ। ସେହିଭଳି କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ ବାଣିଜ୍ୟ ବ୍ୟବସାୟୀ ପରିବହନରେ କ୍ଷତି ପହଞ୍ଚିବ। କର୍ମରେ ଓ ଅସ୍ଥିରତା, ବାଧାବିଘ୍ନ ଓ ଉପରିସ୍ଥ କର୍ମଚାରୀଙ୍କ ରୋଷରେ ଶିକାର ହେବେ। ବାପା ମାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାଗ୍ରସ୍ତ ହେବେ। ସ୍ୱଜନ ପ୍ରିୟଜନଙ୍କ ସହ ମତାନ୍ତର କିମ୍ବା ତାଙ୍କଠାରୁ ଅପମାନ ପାଇପାରନ୍ତି। ବିଦ୍ୟାର୍ଥୀ କ୍ରୀଡ଼ାଭିତ୍ତିକ କର୍ମରେ ଅନାଗ୍ରହୀ ହେବେ। ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହୋଇପାରେ। ସେହିଭଳି ଦେଖିବା ସିଂହ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି କଷ୍ଟ ହେଲେ ମଧ୍ୟ ବାଣିଜ୍ୟ ବ୍ୟବସାୟୀରେ ଆୟ ମଧ୍ୟ ହେବ। କର୍ମର ଅନାଗ୍ରହ ଓ ସମସ୍ତ କର୍ମର ଅଯଥା ବିଳମ୍ବ ପରିଲକ୍ଷିତ ହେବ। ପରିସ୍ଥିତି ଖରାପ ନଥିଲେ ମଧ୍ୟ ମନ ଅଶାନ୍ତ ରହିବ। ବିନା କାରଣରେ ଆଜି ବହୁତ ବ୍ୟସ୍ତ ରହିବେ। ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ। ବିଦ୍ୟାର୍ଥୀ କ୍ରୀଡ଼ାବିତ ଅସ୍ଥିର ମନ ହେବ। ମହିଳାମାନେ ବିଷାଦଗ୍ରସ୍ତ ହେବେ। ସେହିଭଳି ଦେଖିବା କନ୍ୟା ରାଶି ବ୍ୟକ୍ତିମାନଙ୍କ ପାଇଁ ବାଣିଜ୍ୟ ବ୍ୟବସାୟୀ ପରିବହନରେ ଆୟ ଉତ୍ତମ ହେବ। କର୍ମର ଉନ୍ନତି, ସଫଳତା ପାଇବେ। ମହିଳା ସହକର୍ମୀ ସହଯୋଗ କରିବେ। ପରିବାରର ସମସ୍ତ ସଦସ୍ୟ ଓ ସହଧର୍ମିଣୀଙ୍କ ସହାନୁଭୂତି ପାଇବେ। ଘରକରଣା, ଇଲେକ୍ଟ୍ରିକ୍ ସରଞ୍ଜାମ, ବସନଭୂଷଣ କ୍ରୟ କରିପାରନ୍ତି। ବିଦ୍ୟାର୍ଥୀ ଅସ୍ଥିର ମନ ହେବ। ମହିଳାମାନେ ସ୍ୱାମୀ ଅନୁରକ୍ତ ହେବେ। ସେହିଭଳି ଦେଖିବା ତୁଳା ରାଶି ବ୍ୟକ୍ତିମାନଙ୍କ ପାଇଁ କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂର ହେବ। ସହକର୍ମୀଙ୍କ ସହଯୋଗରେ ସମସ୍ତ କର୍ମ ସଫଳତା ଏବଂ ପ୍ରଶଂସା ପାଇବେ। ବାଣିଜ୍ୟ ବ୍ୟବସାୟୀ ଠିକରେ ଚାଲିବ। ଆୟ ହେବ। ପୁରାତନ ରୋଗରୁ ଆରୋଗ୍ୟ ଲାଭ କରିବେ। ଶତ୍ରୁମାନେ ମିତ୍ର ହେବେ। ଋଣମୁକ୍ତ ହେବା ପାଇଁ ଚେଷ୍ଟା କରିବେ। ବିଦ୍ୟାର୍ଥୀ କ୍ରୀଡ଼ାଭିତ୍ତିକ ପ୍ରଶଂସିତ ହେବେ। ମହିଳାମାନେ ଧାର୍ମିକ କ୍ୟାରିୟରରେ ଆଗ୍ରହୀ ହେବେ। ସେହିଭଳି ଦେଖିବା ବିଛା ରାଶି ବ୍ୟକ୍ତିମାନଙ୍କ ପାଇଁ ମାନ ସମ୍ମାନ ହାନି, ଇତର ଜନଠାରୁ ଅପମାନ ପାଇପାରନ୍ତି। ମାନସିକ ପାରିବାରିକ ଅଶାନ୍ତି, କର୍ମସ୍ଥାନର ଅପଯଶ, ଅପମାନିତ ହୋଇପାରନ୍ତି। ପୁତ୍ର କନ୍ୟା ଅବଜ୍ଞା କରିବେ। ତାଙ୍କ କର୍ମକୁ ନେଇ ଚିନ୍ତାଗ୍ରସ୍ତ ହେବେ। ବାପା ମାଙ୍କ ସହ ମତଭେଦ କିମ୍ବା ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ। ବିଦ୍ୟାର୍ଥୀ କ୍ରୀଡ଼ାଭିତ୍ତିକ କର୍ମରେ ଅବହେଳା କରିବେ। ମହିଳାମାନେ ବିଷାଦଗ୍ରସ୍ତ ଘଟିବ। ସେହିଭଳି ଦେଖିବା ଧନୁରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ବାଦ ବିବାଦ, ଯାନବାହନ ଆରୋହଣ କାଳରେ ସତର୍କ ରହିବେ। ବାଣିଜ୍ୟ ବ୍ୟବସାୟୀରେ କ୍ଷତି ପହଞ୍ଚିବ। କର୍ମସ୍ଥାନରେ ବାଧାବିଘ୍ନ, ବିବାଦ ସୃଷ୍ଟି ହେବ। ଯାନବାହନରେ କ୍ଷତି, ମୂଲ୍ୟବାନ ପଦାର୍ଥ ନଷ୍ଟ ହେବା, ହଜିପାରେ। ବନ୍ଧୁବାନ୍ଧବଙ୍କ ସହ ଅପ୍ରିୟତା କିମ୍ବା ମାଲି ମକଦ୍ଦମାରେ ପଡ଼ିପାରନ୍ତି। ବିଦ୍ୟାର୍ଥୀ କ୍ରୀଡ଼ାଭିତ୍ତିକ କର୍ମରେ ଆଳସ୍ୟତା ପ୍ରକାଶ କରିବେ। ମହିଳାମାନେ ଉଦର ଯନ୍ତ୍ରଣା ପାଇବେ। ସେହିଭଳି ଦେଖିବା ମକର ରାଶି ବ୍ୟକ୍ତିମାନଙ୍କ ପାଇଁ ବାଣିଜ୍ୟ ବ୍ୟବସାୟୀ ପରିବହନରେ ଆୟ ଲାଭ ହେବ। ବାଣିଜ୍ୟ ଓ କର୍ମରେ ଉନ୍ନତି, ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ।
ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତି ସମ୍ଭାବନା ରହିଛି। ପରିବାରର ସମସ୍ତ ସଦସ୍ୟ, ସହକର୍ମୀ ଓ ଭାତୃଭଗ୍ନୀଙ୍କ ସହାୟ ଏବଂ ସହଯୋଗ ପାଇବେ। ବିଦ୍ୟାର୍ଥୀ କ୍ରୀଡ଼ାଭିତ୍ତିକ କର୍ମରେ ପ୍ରଶଂସିତ ହେବେ। ମହିଳାମାନେ ଆତ୍ମସନ୍ତୋଷ ଲାଭ କରିବେ। ସେଇଭଳିଆ କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପାଇଁ ଆର୍ଥିକ କ୍ଷତି, ବ୍ୟବସାୟୀରେ କ୍ଷତିର ସମ୍ଭାବନା ରହିଛି। କର୍ମ ପ୍ରତି ଅନାଗ୍ରହ ହେତୁ ସମସ୍ତ କର୍ମରେ ବାଧାବିଘ୍ନ, କର୍ମରେ ଅସଫଳ ରହିବେ। ମୂଲ୍ୟବାନ ପଦାର୍ଥ ନଷ୍ଟ, ଚୋରି ଯିବ। ଧନକୁ ନେଇ ବିବାଦ କିମ୍ବା ମାଲି ମକଦ୍ଦମା ହୋଇପାରେ। ବିଦ୍ୟାର୍ଥୀ କ୍ରୀଡ଼ାଭିତ୍ତିକ କର୍ମରେ ଆଳସ୍ୟତା ପ୍ରକାଶ କରିବେ। ମହିଳାମାନେ ବଦଖର୍ଚ୍ଚୀ ହେବେ। ଶେଷ ଦେଖିବା ମୀନ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଆପଣଙ୍କୁ ଖାଦ୍ୟ ସୁବସନ ପ୍ରାପ୍ତି ହେବ। ଯଶ ସମ୍ମାନ, ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ। ବାଣିଜ୍ୟ ବ୍ୟବସାୟରେ ଆୟ ଉତ୍ତମ ହେବ। କର୍ମର ଉନ୍ନତି, କର୍ମସ୍ଥାନରେ ପ୍ରଶଂସିତ ହେବେ। ଲକ୍ଷ୍ମୀଙ୍କର କୃପା ରହିବ। ମାନସିକ ପାରିବାରିକ ଶାନ୍ତି, ଶାରୀରିକ ସୁସ୍ଥତା ଲାଭ କରିବେ। ଆଶା କରି ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍।